ଯେତେ ବି କଳାକାର ଅଛନ୍ତି ସେମାନେ ସେମାନଙ୍କ ପେଟ ଲୋଭରେ ପରିବାର ଲୋଭରେ କଳାକୁ ପ୍ରୋତ୍ସାହନ ଦେଉନାହାନ୍ତି। ସେମାନେ ଜନଜାତି କି ସୁଦୃଢ ଓଡିଶା ସମାଜକୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଦେବା ଏ ପ୍ରକାର ବାର୍ତ୍ତା ନେଇ କଳାକାର ମଞ୍ଚ ହେଇଛି ଏବଂ ଯାତ୍ରା ମଣ୍ଡପ ହେଇଛି। ତେଣୁ ଜନପ୍ରତିନିଧି ହିସାବରେ କଳାକୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ସ୍ୱରୂପ ଆମ ପଞ୍ଚାୟତରେ ବିଭିନ୍ନ ପ୍ରକାର କଳାକାର ମାନେ ବିଭିନ୍ନ କିସମର କଳା ପ୍ରଦର୍ଶନ କରନ୍ତି ଏବଂ ସେ କଳାକୁ ଯାତ୍ରା ମାଧ୍ୟମରେ ଦର୍ଶକ ମାନେ ଉପଭୋଗ କରନ୍ତି, ଡ୍ରାମା ମାଧ୍ୟମରେ ଦର୍ଶକ ମାନେ ବି ଉପଭୋଗ କରନ୍ତି। ତେଣୁ କଳାକୁ ନିନ୍ଦା କରିବା ଆମ ଓଡିଶାର ପରମ୍ପରା ନୁହଁ। ତେଣୁ କଳାକାରକୁ ସ୍ୱାଧୀନତା ଦେବା ହେଉଛି ଓଡିଶାର ପରମ୍ପରା। ଯେହେତୁ ଜଣେ କଳାକାର ପ୍ରତି ଅତ୍ୟାଚାର କରିବାଟା ଗୋଟେ ଅସାଧାରଣ ପରିସ୍ଥିତି, ମାନେ ଏଟା ସ୍ୱାଧୀନତା ଛିନ୍ନ କରିବା, ଜଣଙ୍କ ଠାରୁ ସ୍ୱାଧୀନତା ଛିନ୍ନ କରିବା ସାଙ୍ଗରେ ସମାନ। ତେଣୁ ଜଣଙ୍କର କଳା ପ୍ରତି ନିଷ୍ଠା ନଥିଲେ, କଳା ପ୍ରତି ତାର ଆଗ୍ରହଣ ଶକ୍ତି ବା କଳା ପ୍ରତି ତାର ଧ୍ୟାନ ନଥିଲେ ସେ ଜଣେ କଳାକାର ଆଗ ହବ କେମିତି? ତେଣୁ ଆଜି ଯୋଉ ନରିପଣ୍ଡାଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର ମନ୍ତବ୍ୟ ପ୍ରଦାନ କରୁଛନ୍ତି, ନରିପଣ୍ଡା ଭଳିଆ ଜଣେ କଳାକାରଙ୍କୁ କିଛି ମାନେ ସ୍ୱାର୍ଥପର ଲୋକ କଳାରୁ ବିତସ୍ପୃହ ହେଇକି ତାଙ୍କୁ ବିଦା କରୁଛନ୍ତି ବା ମାରଧର କରୁଛନ୍ତି, ଏ ପ୍ରକାର ଦୁର୍ଦିନ ଜଣେ କଳାକାର ଜୀବନରେ ଆସିବା କଥା ନୁହଁ। କାହିଁକି ନା ସେ ଏମିତି କିଛି କଳା ପ୍ରଦର୍ଶନ କରନ୍ତି ଯାହାଦ୍ୱାରା କି ଦର୍ଶକ ମାତ୍ରାଧିକ ଅବସ୍ଥାରେ ମଣ୍ଡପ ଛାଡିକି ଆସନ୍ତିନି, କଳା ମଣ୍ଡପ ଛାଡିକି ଆସନ୍ତି ନାହିଁ। ସେ କଳାରେ ବହୁତ ଶିକ୍ଷଣୀୟ ବ୍ୟବସ୍ଥା ବି ଦିଅନ୍ତି। ଘରେ ଜଣେ ଜଣେ ଘରର ବୋହୂ, ଓଡିଆ ଜାତିର ବୋହୂ, ସିଏ କିପରି ସ୍ୱାଧୀନ ହିସାବରେ ଶାଶୁ ଘରେ ଚଳପ୍ରଚଳ କରିବ, ବାପ ଘରେ ସ୍ୱାଧୀନତା ଯୋଉ ପ୍ରକାର ଥିଲା ଶାଶୁ ଘରେ ସେଇ ପ୍ରକାର ସ୍ୱାଧୀନତା ପ୍ରଦାନ ମିଳିବ। ତେଣୁ ଏଇ ପ୍ରକାର ପରିବେଶ ସେ କଳା ମାଧ୍ୟମରେ ଜନସମାଜକୁ ବାର୍ତ୍ତା ଦିଅନ୍ତି ଏବଂ ଜନସମାଜ ସେଥିରେ ବହୁତ ପ୍ରକାର ସନ୍ତୁଷ୍ଟତା ଲାଭ କରନ୍ତି। ତେଣୁ ଏ ପ୍ରକାର ଜଣେ କଳାକାରକୁ ତାଙ୍କ ଠାରୁ ସ୍ୱାଧୀନତା ଛଡେଇ ନେବା, ତାଙ୍କୁ ମାଡ଼ ମାରିବା, ତାଙ୍କ ପ୍ରତି ବିଭିନ୍ନ ପ୍ରକାର ଖରାପ ମନ୍ତବ୍ୟ ପ୍ରଦାନ କରିବା, ଏଟା ଗୋଟେ ମଣିଷ ସମାଜ ପ୍ରତି, କଳାକାରଙ୍କ ପ୍ରତି ଏବଂ କଳା ସଭ୍ୟତା ପ୍ରତି ଗୋଟେ କୁଠାରଘାତ ସାଙ୍ଗରେ ସମାନ। ଏ ପ୍ରକାର ଜିନିଷକୁ ଜନସାଧାରଣ ସହଜରେ ଗ୍ରହଣ କରିପାରିବେନି। ତେଣୁ ଆଜି এই ପ୍ରକାର ଜନସାଧାରଣ କିଛି ଦେଖୁଛନ୍ତି, ଶୁଣୁଛନ୍ତି, କିଛି କହୁନାହାନ୍ତି। ସବୁବେଳେ ଗାନ୍ଧୀଙ୍କ ବନ୍ଧରେ ହେଇକି ଜନସାଧାରଣ ରହିବେନି, କିଛି ନା କିଛି କିଏ ମୁହଁ ଖୋଲିବ, କିଛି ନା କିଛି କାନରେ ଶୁଣିବ ଏବଂ କିଛି ନା କିଛି କିଏ କହିବ। ତେଣୁ ଏ ପ୍ରକାରକୁ ଯିଏ ଅତ୍ୟାଚାରିତ ହଉଛନ୍ତି ଆଉ ଯିଏ ଅତ୍ୟାଚାର କରୁଛନ୍ତି ସେ ଭାବିବା ଦରକାର ଯେ ଏ ସାରା ଓଡିଶାରେ ପାଖାପାଖି ସମସ୍ତ ଜନଜାତି, ଆଦିଜାତି, ମାନବ ସଭ୍ୟତା ସମସ୍ତେ କଳାକାରକୁ ବହୁତ ପ୍ରକାର ପ୍ରୋତ୍ସାହନ ଦିଅନ୍ତି। କାହିଁକି ନା ଆଜି କିଏ ଯାତ୍ରା ମାଧ୍ୟମରେ କଳା ଶିଖୁଛି, କିଏ ବାଦ୍ୟଯନ୍ତ୍ର ଆକାରରେ କଳା ଶିଖୁଛି, କିଏ ନୈତିକତା କୂଳ ବ୍ୟବସାୟ ହିସାବରେ ସେ କଳାକୁ ପ୍ରାଧାନ୍ୟ ଦେବାରେ ଜଣେ ଗୋଟେ ଉଦାହରଣ ଦେବା, ମାନେ ସାମାନ୍ୟ ଜଣେ ବୁଣାକାର ସେ ଯଦି ଜଣେ ବସ୍ତ୍ର ତିଆରି ନ କରିବ ଆମେ କଣ ଉଲ୍ଲେଖନ ଅବସ୍ଥାର ସମାଜରେ ବୁଲିବା? ତେଣୁ ସିଏ ତା କଳାକୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହିସାବରେ ଶିଖୁଛି ବୋଲି ଲୁଗା ଖଣ୍ଡେ ତିଆରି ପ୍ରସ୍ତୁତ କରୁଛି ଏବଂ ଆମେ ତାକୁ ପିନ୍ଧି ଲଜ୍ଜା ନିବାରଣ କରି ସମାଜରେ ଚଳପ୍ରଚଳ କରୁଛନ୍ତି। ତେଣୁ କଳା ଯେ ଖରାପ ଏଟାକୁ ଭାବିବା ଲୋକ ହିଁ ଖରାପ। ତେଣୁ ଏ ପ୍ରକାର ଲୋକ ଭାବନାକୁ ଭୁଲି ଯାଉ ଏବଂ କଳାକୁ ସ୍ୱାଗତ ସ୍ୱରୂପ ପୁଣି ଥରେ ନିଜ କେମିତି କଳା ପ୍ରଦର୍ଶନ ଜଣେ କରିପାରିବ ସେ ପ୍ରକାର ସ୍ୱାଧୀନତା ଜଣକୁ ଦଉ। ତେଣୁ ଏ ପ୍ରକାର ଦୁର୍ଦିନ କେମିତି କୌଣସି କଳାକାର ଜୀବନରେ ନ ଆଣୁ, ଯେମିତିକି ତା ପରିବାରର ଅଭିଶାପ ପଡିବ, ଓଡିଶା ବାସୀଙ୍କ ଅଭିଶାପ ପଡିବ, କଳାକାର ପ୍ରେମୀଙ୍କର ବି ଅଭିଶାପ ପଡିବ। ତେଣୁ ଏ ପ୍ରକାର ମାନେ ଦୁଶ୍ଚିନ୍ତା ଯୋଉ ଲୋକ ଆଣୁଛନ୍ତି, ଯୋଉ ପ୍ରକାର ମାଲିକ ମାନେ ଆଣୁଛନ୍ତି, ସେମାନେ ନିଜକୁ ସଜାଡି ନିଅନ୍ତୁ। ଆଜି ନହେଲେ କାଲି ଭବିଷ୍ୟତରେ ଓଡିଶାବାସୀ ନିଶ୍ଚିନ୍ତ ସ୍ୱର ଉତ୍ତୋଳନ କରିବେ, ଏଥିରେ ତିଳେମାଳ ମାନେ ସନ୍ଦେହ ନାହିଁ। ନରିପଣ୍ଡାଙ୍କ ଉପରେ ଯୋଉ ହେଇଥିବା ଯୋଉ କୁହାଯାଉଛି ତାଙ୍କୁ ମାରପିଟ କରିଥିବା ନରିପଣ୍ଡାଙ୍କ ଉପରେ କଣ କହିବି ଯାତ୍ରା କଳାକାରଙ୍କ ବିଷୟରେ? ଆଜ୍ଞା, ନରିପଣ୍ଡା ଜଣେ କଳାକାର ଏବଂ ସେ ବହୁତ ସ୍ୱାଭିମାନୀ କଳାକାର। ସେ କଳାକୁ ନିଜର ଜୀବନ ସାଙ୍ଗରେ ତୁଳନା କରି କଳା ପ୍ରତିପାଦନ କରନ୍ତି। ତେଣୁ ସେଭଳି ଜଣେ କଳାକାରଙ୍କ କଳା ଉପରେ କୌଣସି ପ୍ରକାର ନୈରାଶ୍ୟଜନକ ମନ୍ତବ୍ୟ ରଖିବା ଏବଂ ନୈରାଶ୍ୟଜନକ ଭାଷା କହିବା ଏବଂ ତାଙ୍କ ପ୍ରତି ଗୋଟେ ଅତ୍ୟାଚାର ମନୋଭାବ ନେଇ ତାଙ୍କୁ ଆଘାତ ଦେବା, ଏଟା କୌଣସି ପ୍ରକାରରେ ଯୁକ୍ତିସଙ୍ଗତ ନୁହଁ। ତେଣୁ ତାଙ୍କର କଳା ଯାଦୁ ବିଭିନ୍ନ ଲୋକଙ୍କୁ ବହୁତ ପ୍ରକାର ଖୋରାକ ବି ଯୋଗାଏ। ତେଣୁ ସେ ପ୍ରକାର କଳାକାରକୁ କୌଣସି ପ୍ରକାର ଆଘାତପ୍ରାପ୍ତ କରିବା କଥା ନୁହଁ। ତାଙ୍କ ଉପରେ ମାଡ଼ ହୋଇଥିବା କୁହାଯାଉଛି। ଆଜ୍ଞା, ଯିଏ ତାଙ୍କ କଳାକୁ ସେ ତ ମଣିଷକୁ ମାରି ନାହାନ୍ତି, ଜଣେ କଳାକାରକୁ ମାରିଛନ୍ତି। ତେଣୁ କଳାକାରକୁ ମାରିଲେ କଣ ହୁଏ? ଓଡିଶାର କଳା ସମ୍ପୂର୍ଣ୍ଣ ନିଭିଯାଏ। ତେଣୁ ସେ ଜଣକୁ ତ ମାରି ନାହାନ୍ତି। ମୁଁ ଭାବୁଛି କଳାକାର ଯେହେତୁ ଜଣେ କଳାକାରକୁ ଆଘାତ କରିଛନ୍ତି ଏବଂ ଓଡିଶା କଳାକୁ ହିଁ ଆଘାତ କରିଛନ୍ତି, ଏ ପ୍ରକାର ଚିନ୍ତାଧାରା ସେ ଲୋକ ନବା କଥା ନୁହଁ। ସାମାନ୍ୟ ନରିପଣ୍ଡା ବି ନୁହଁ,
ଯେତେ ବି କଳାକାର ଅଛନ୍ତି ସେମାନେ ସେମାନଙ୍କ ପେଟ୍ରୋଲ ଲୋଭରେ ପରିବାର ଲୋଭରେ କଳାକୁ ପ୍ରୋତ୍ସାହନ ଦେଉନାହାନ୍ତି। ସେମାନେ ଜନଜାତି କି ସୁଦୃଢ ଓଡିଶା ସମାଜକୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଦେବା ଏ ପ୍ରକାର ବାର୍ତ୍ତା ନେଇ କଳାକାର ମଞ୍ଚ ହେଇଛି ଏବଂ ଯାତ୍ରା ମଣ୍ଡପ ହେଇଛି। ତେଣୁ ତାଙ୍କ ବାର୍ତ୍ତାକୁ ଯିଏ ବନ୍ଦ କରୁଛି, ସମୂହ ବାର୍ତ୍ତାଟାକୁ ବନ୍ଦ କରୁଛି, ସ୍ୱାଧୀନତା ବାର୍ତ୍ତାଟାକୁ ଯିଏ ବନ୍ଦ କରୁଛି, ସେ ଲୋକଟା ଆଜ୍ଞା ମାନବିକତା ନାହିଁ ବୋଲି ମୁଁ ଅନୁଭବ କରୁଛି।